ओम नमः शिवाय। नमस्ते टू एवरीवन। पूर्व क्लास रे श्रीमद् भगवत गीतार पंचदश अध्याय पुरुषोत्तम योग कंप्लीट हो जाइए। तेणु आज आम आलोचना करवा षोडश अध्याय दैवासुर संपद विभाग योग। एथिरे 24 श्लोक अच्छी। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଦୈବୀ ସମ୍ପତ୍ତି ଏବଂ ଅସୁର ପ୍ରକୃତି ସମ୍ପତ୍ତି ବିଷୟରେ ଅର୍ଜୁନଙ୍କୁ ବୁଝାଇବାକୁ ଯାଇ କହୁଛନ୍ତି, ହେ ଅର୍ଜୁନ, ନିର୍ଭୀକତା ଅନ୍ତଃକରଣରେ ଶୁଦ୍ଧତା, ଇନ୍ଦ୍ରିୟ ସଂଯମ, କର୍ତ୍ତବ୍ୟ କର୍ମରୂପକ ଯଜ୍ଞ, ଶାସ୍ତ୍ର ଅଧ୍ୟୟନ, କ୍ରୋଧ ଶୂନ୍ୟତା, ଦାନ ତପସ୍ୟା, ସତ୍ୟ, କ୍ଷମା, ଜୀବେଦୟା, ଅହିଂସା, ସରଳତା, ଲୋଭ ଶୂନ୍ୟତା, ପରନିନ୍ଦା ନ କରିବା, କୁକର୍ମରେ ଲଜ୍ଜାବୋଧ, ଅହଙ୍କାର ଶୂନ୍ୟତା, ନମ୍ରତା, ଧୈର୍ଯ୍ୟ ଏବଂ ଅଭିମାନ ଶୂନ୍ୟତା, ଏଗୁଡ଼ିକ ସବୁ ଗୋଟିଏ ଗୋଟିଏ ଦୈବୀ ସମ୍ପତ୍ତି ଓ ଏ ସମସ୍ତ ହେଉଛି ଦୈବୀ ସମ୍ପଦ ପାଇଁ ଜନ୍ମ ହୋଇଥିବା ମନୁଷ୍ୟର ଲକ୍ଷଣ, ଯାହାକି ପୂର୍ବ ଜନ୍ମର କର୍ମ ଫଳରୁ ହିଁ ପ୍ରାଣୀକୁ ପ୍ରାପ୍ତ ହୋଇଥାଏ। ଠିକ୍ ସେହିପରି ଦମ୍ଭ, ଗର୍ବ, କ୍ରୋଧ, ଅଭିମାନ, ନିଷ୍ଠୁରତା ଏବଂ ଅଜ୍ଞାନତା ଏସବୁ ହେଉଛି ରାକ୍ଷସ ପ୍ରକୃତି ସମ୍ପଦ ନେଇ ଜନ୍ମ ନେଇଥିବା ମନୁଷ୍ୟର ଲକ୍ଷଣ। ଏହିସବୁ ପ୍ରକୃତି ପୂର୍ବ ଜନ୍ମର କର୍ମ ଫଳରୁ ମିଳିଥାଏ। ଦୈବୀ ସମ୍ପଦ ମୁକ୍ତି ଆଉ ମୋକ୍ଷ ପ୍ରାପ୍ତି ନିମିତ୍ତ ହୋଇଥିଲା ବେଳେ ଆସୁରିକ ସମ୍ପଦ ସାଂସାରିକ ବନ୍ଧନ କାରକ ହୋଇଥାଏ। ଏଣୁ ହେ ଅର୍ଜୁନ, ତୁମେ ଆଦୌ ଶୋକ କର ନାହିଁ। ତୁମେ ଦୈବୀ ସମ୍ପଦ ନେଇକି ଜନ୍ମ ହୋଇଛ। ମନେ ରଖ, ଏହି ସଂସାରରେ ଦୁଇ ପ୍ରକାରର ପ୍ରାଣୀ ଜନ୍ମ ନିଅନ୍ତି। ଗୋଟିଏ ଦୈବୀ ପ୍ରକୃତି ବିଶିଷ୍ଟ, ଆଉ ଗୋଟିଏ ହେଲା ଆସୁରିକ ପ୍ରକୃତି ବିଶିଷ୍ଟ। ଦୈବୀ ପ୍ରକୃତି ବିଶିଷ୍ଟ ମନୁଷ୍ୟ ବିଷୟରେ ଆଗରୁ କହିସାରିଛି। ବର୍ତ୍ତମାନ ଆସୁରୀ ପ୍ରକୃତି ବିଶିଷ୍ଟ ମନୁଷ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ କହୁଛି। ମନ ଦେଇ ଶୁଣ। ଅସୁର ସ୍ୱଭାବର ମନୁଷ୍ୟ ଅଧର୍ମ କାର୍ଯ୍ୟରେ ପ୍ରବୃତ୍ତି ଓ ଧର୍ମ କାର୍ଯ୍ୟରେ ନିବୃତ୍ତି ତାହା ଜାଣନ୍ତି ନାହିଁ। ସେମାନଙ୍କଠାରେ ସତ୍ୟବାଦିତା, ସଦାଚାର କି ପବିତ୍ରତା କିଛି ବି ନଥାଏ। ସେହି ରାକ୍ଷସ ପ୍ରକୃତିର ମନୁଷ୍ୟମାନେ କହନ୍ତି, ଏହି ଜଗତଟା କାହାର ଆଶ୍ରୟରେ କାହା ଦ୍ୱାରା ଗଠିତ ହୋଇନି। ଈଶ୍ୱର ବୋଲି କେହି ନାହିଁ। ସେମାନେ ଧର୍ମକୁ ସ୍ୱୀକାର କରନ୍ତି ନାହିଁ। ଏହି ଜଗତକୁ ମିଥ୍ୟା ବୋଲି କହନ୍ତି। କାମ ବାସନା ଯୋଗୁଁ କେବଳ ସ୍ତ୍ରୀ ଆଉ ପୁରୁଷର ମିଳନରୁ ହିଁ ଏହି ସଚରାଚର ଜଗତର ଉତ୍ପତ୍ତି ବୋଲି ସେମାନେ ଗ୍ରହଣ କରି ନେଇଥାନ୍ତି। ଏପରି ମିଥ୍ୟା ଜ୍ଞାନକୁ ମସ୍ତିଷ୍କରେ ପୁରାଇ ଯେଉଁମାନଙ୍କର ସ୍ୱଭାବ ନଷ୍ଟ ହୋଇଗଲାଣି, ମସ୍ତିଷ୍କ ବିକୃତ ହୋଇଗଲାଣି, ସେଭଳି କ୍ରୂର କର୍ମା ବ୍ୟକ୍ତି ଜଗତର ବିନାଶ ପାଇଁ ଜନ୍ମ ହୋଇଥାଏ ବୋଲି ଜାଣ। ସେହି ଦମ୍ଭମାନ ଓ ମଦଯୁକ୍ତ ଅଳ୍ପବୁଦ୍ଧି ସମ୍ପନ୍ନ ମନୁଷ୍ୟମାନେ କେବେ ବି ପୂର୍ଣ୍ଣ ହେଉନଥିବା ଅସଂଖ୍ୟ ଚିନ୍ତା ବା କାମନା ଗୁଡ଼ିକୁ ପୂରଣ କରିବା ପାଇଁ ଗର୍ବ ଅହଙ୍କାରରେ ମତୁଆଲା ହୋଇ ଯାବତୀୟ କୁକର୍ମରେ ଲିପ୍ତ ହୁଅନ୍ତି। ସେମାନେ ଜୀବନସାରା ବିଷୟ ବାସନା ଭୋଗକୁ ଶ୍ରେଷ୍ଠ ସୁଖ ବୋଲି ଭାବିଥାନ୍ତି। ନିଜର ଅସୀମିତ ଇଚ୍ଛା ଗୁଡ଼ିକ ଯୋଗୁଁ ଶହ ଶହ ଆଶପାଶରେ ବାନ୍ଧି ହୋଇଥିବା ଏପରି କାମ କ୍ରୋଧ ପରାୟଣ ମନୁଷ୍ୟ ଜୀବନକୁ ଉପଭୋଗ କରିବା ପାଇଁ ଅନ୍ୟାୟ ପଥରେ ଧନ ସଂଗ୍ରହ କରିବାର ଚେଷ୍ଟାରେ ଲାଗି ପଡ଼ିଥାନ୍ତି। ଆଜି ମୁଁ ଏତେ ଲାଭ କଲି, କାଲିକୁ ମୁଁ ଆହୁରି ବହୁତ ପାଇବି, ମୋର ଏତେ ସମ୍ପତ୍ତି ଅଛି, ମୋର ଶତ୍ରୁ ମୋ ଦ୍ୱାରା ନିହତ ହୋଇଗଲା, ଅନ୍ୟ ଶତ୍ରୁକୁ ମାରିଦେବି, ମୁଁ ସବୁ ସମ୍ପଦ ଭୋଗ କରିବାର ଅଧିକାରୀ, ମୁଁ ହିଁ ସବୁ କିଛି, ଈଶ୍ୱର କିଛି ବି ନାହାନ୍ତି, ମୁଁ ଶକ୍ତିଶାଳୀ, ମୁଁ ବିରାଟ ଧନୀ, ମୁଁ ସୁଖୀ, ମୋ ପରି ଆଉ କିଏ ଅଛି, ମୁଁ ଯଜ୍ଞ କରିବି, ମୁଁ ଦାନ କରିବି, ମୁଁ ଆମୋଦ ପ୍ରମୋଦ କରିବି। ହେ ଅର୍ଜୁନ, ଏଭଳି ସବୁ ଦର୍ପ ଅଜ୍ଞାନରେ ମୋହିତ ହୋଇଥିବା ଆସୁର ପ୍ରକୃତିର ବ୍ୟକ୍ତି ହିଁ କରିଥାଏ। ଏପରି ବ୍ୟକ୍ତି ବିଭ୍ରାନ୍ତ ମସ୍ତିଷ୍କ ବିଶିଷ୍ଟ, ମୋହଗ୍ରସ୍ତ ଏବଂ ବିଷୟ ଭୋଗରେ ଆସକ୍ତ, ଅତ୍ୟନ୍ତ ଅପବିତ୍ର ନରକଗାମୀ ହୋଇଥାନ୍ତି। ଏଭଳି ଗର୍ବୀ ମନୁଷ୍ୟମାନେ ନିଜକୁ ନିଜେ ଅତ୍ୟନ୍ତ ଶ୍ରେଷ୍ଠ ବୋଲି ମନେ କରନ୍ତି। ନିଜର ଧନ ଓ ସମ୍ମାନର ଅହଙ୍କାରରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବରେ ଶାସ୍ତ୍ରବିଧି ବିହୀନ ନାମମାତ୍ର ଯଜ୍ଞ କରାଇଥାନ୍ତି। ଏମାନେ ଗର୍ବ ଓ ଅହଙ୍କାର, କାମ କ୍ରୋଧରେ ମାତି
ନିଜ ଓ ଅନ୍ୟ ଦେହରେ ଅବସ୍ଥାନ କରୁଥିବା ପରମାତ୍ମା ପ୍ରତି ଦ୍ୱେଷ ଆଚରଣ କରନ୍ତି, ସାଧୁସନ୍ତକୁ ନିନ୍ଦା ବା ଘୃଣା କରନ୍ତି। ହେ ଅର୍ଜୁନ, ସେହି ଦ୍ୱେଷ କରୁଥିବା ଅମଙ୍ଗଳକାରୀ ପାପିଷ୍ଟମାନଙ୍କୁ ମୁଁ ସଂସାରରେ ବାରମ୍ବାର ନୀଚ ଯୋନିରେ ଜନ୍ମ କରାଇଥାଏ। ସେହି ମୂର୍ଖ ଲୋକମାନେ ମୋତେ ପ୍ରାପ୍ୟ ନ ହୋଇ ଜନ୍ମାନ୍ତରରେ ଆସୁରୀ ଯୋନି ପାଇଥାନ୍ତି ଏବଂ ତାଠାରୁ ବି ଆହୁରି ନୀଚ ଗତି ପ୍ରାପ୍ତ ହୋଇ ଘୋର ନର୍କରେ ପଡ଼ନ୍ତି। କାମ, କ୍ରୋଧ ଆଉ ଲୋଭ ନର୍କ ଏହି ତିନି ପ୍ରକାର ଦ୍ୱାର ଆତ୍ମାର ବିନାଶ କରନ୍ତି, ଅର୍ଥାତ୍ ତାହାର ଅଧୋଗତି କରାଇ ଦିଅନ୍ତି। ତେଣୁ ଏହି ତିନୋଟିକୁ ନିଶ୍ଚୟ ଭାବରେ ତ୍ୟାଗ କରିବା ଉଚିତ। ନର୍କର ଏହି ତିନି ଦ୍ୱାରରୁ ମୁକ୍ତ ହୋଇଥିବା ମନୁଷ୍ୟ ଆତ୍ମକଲ୍ୟାଣ ଆଚରଣ କରି ପରମ ଗତି ପ୍ରାପ୍ତ ହୋଇଥାନ୍ତି। ତେଣୁ ହେ ଅର୍ଜୁନ, ଏବେ ଏହି ତିନି ବିକାରକୁ ପରିତ୍ୟାଗ କର। ତିନି ଗୋଟି ବିକାରରୁ ମୁକ୍ତ ହୋଇ ଶାସ୍ତ୍ର ଅନୁସାରେ ସତ୍ମାର୍ଗରେ ନିଜକୁ ଅନୁସରଣ କରାଇ ନିଜର କର୍ତ୍ତବ୍ୟ କରିଚାଲ, ନିଶ୍ଚୟ ମୋକ୍ଷ ଲାଭ କରିବ। ଏହି କଥା ହିଁ ଭଗବାନ ଏହି ଅଧ୍ୟାୟରେ ଅର୍ଜୁନଙ୍କୁ କହିଛନ୍ତି। ହରି ଓମ୍ ତତ୍ସତ୍।